Students, welcome to the channel Smart Study Education Point. ମୁଁ ତୁମମାନଙ୍କର ସିଓନ ସାର୍ ଆମର ଯୋଉ ଟିଚିଂ ଆପ୍ଟିଚ୍ୟୁଡ ର କ୍ଲାସ ଚାଲିଛି ଆଜି କ୍ଲାସ ନମ୍ବର 6 ଯୋଉଟା ଆମେ ଏମସିକ୍ୟୁ ଆଉ ପିଓକ୍ୟୁ କରୁଛେ ଯୋଉଟା ତୁମର ଇଣ୍ଟିଗ୍ରେଟେଡ ବିଇଡି ପାଇଁ ଯୋଉମାନେ ଯୋଉ ଆଇଟିଏମ ର ଏକ୍ଜାମ ଦେବେ ତାଙ୍କର ବି ମଧ୍ୟ ଟିଚିଂ ଆପ୍ଟିଚ୍ୟୁଡ ଆସୁଛି ତା ସହିତ ଯୋଉମାନେ ଏମଏଡ ଏକ୍ଜାମ ଦେବେ ତା ପାଇଁ ମଧ୍ୟ ଆଉ ଓଡିଶା ବିଇଡି ଯୋଉ ଷ୍ଟେଟ ବିଇଡି ଦଉଛନ୍ତି ତାଙ୍କ ପାଇଁ ମଧ୍ୟ ହେଲ୍ପଫୁଲ ରହିବ ତା ବାଦେ ଏଲଟିଆର ଏସଏସଟି ପାଇଁ ମଧ୍ୟ ହେଲ୍ପ ରହିବ ତ ତାଙ୍କୁ ହିଁ ପ୍ରିପାରେସନ କରିବା ପାଇଁ ଆମର ଟିଚିଂ ଆପ୍ଟିଚ୍ୟୁଡ କ୍ଲାସ ଚାଲିଛି 5ଟା କ୍ଲାସ ସରିଗଲାଣି ଏମସିକ୍ୟୁ ଆଉ ପିଓକ୍ୟୁ ର ଆଜି 6 ନମ୍ବର କ୍ଲାସ ଯୋଉଥିରେ ମିକ୍ସ ଆସୁଛି ଟିଚିଂ ଆପ୍ଟିଚ୍ୟୁଡ ପେଡାଗୋଜି ଆଉ ସିଡିପି ର କ୍ୱେଶ୍ଚିନ ସବୁ ମିକ୍ସ କରି ନେଇକି ଆସୁଛି ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ପ୍ରଥମ କ୍ୱେଶ୍ଚିନ ପିଲାମାନେ ତ ଫାର୍ଷ୍ଟ କ୍ୱେଶ୍ଚିନ କଣ କହିଛି which one of the following is most appropriate to develop higher order cognitive skill ତ ଏମାନଙ୍କ ଭିତରୁ କୋଉଟା ହଉଛି ଗୋଟେ ହଉଛି most appropriate ଯୋଉଟା ହଉଛି most appropriate order ଯୋଉଟା appropriate answer ଅଛି ଯୋଉଟା କଣ କହୁଛି cognitive skill higher order cognitive skill develop ରେ help କରୁଛି ଗୋଟେ child ର ଯୋଉ ରହିଲା ହଉଛି ବା ଗୋଟେ ହଉଛି individual ର ଗୋଟେ higher order cognitive skill develop ରେ help କରୁଛି option ହଉଛି lecture demonstration option ହଉଛି role play option ହଉଛି discussion session option ବି ହଉଛି inquiry learning ତ ଏହାର right answer କଣ ହବ ପିଲାମାନେ ଯୋଉ କହିଲା cognitive skill ବା mental ability ର ଗୋଟେ ପିଲାର ଯେତେବେଳେ develop ହଉଛି higher orderly ସେଠି କୋଉ method apply ହବ inquiry learning ଦ୍ଵାରା ହଉଛି ଗୋଟେ child ରହୁଛି କୌଣସି ଜିନିଷ ଯେତେବେଳେ ସେ inquiry କରୁଛି ସର୍ଚ୍ଚ କରୁଛି ଫାଇଣ୍ଡ ଆଉଟ କରୁଛି ତ ସେତେବେଳେ କଣ ହବ ତାର cognitive development ଟା higher skill ରେ ପହଞ୍ଚିବ higher level ହବ ମେ ବି ହଉଛି କୌଣସି problem ର ଯଦି solution ସେ ଫାଇଣ୍ଡ ଆଉଟ କରୁଛି ନିଜେ individually ତା ଭିତରେ ଗୋଟେ ହଉଛି higher order learning develop ଦେଖିବା ପାଇଁ ମିଳିବ ବା ହଉଛି abstract thinking ତା ଭିତରେ develop ଦେଖିବା ପାଇଁ ମିଳିବ then question number 2 କଣ କହୁଛି which of the following is projective technique of personality measurement ତ ଏମାନଙ୍କ ଭିତରୁ କୋଉଟା ହଉଛି projective technique ରହୁଛି ଯୋଉଟା ହଉଛି personality measurement ରେ ଅପସନ ହଉଛି questionnaire ଅପସନ ହଉଛି rating scale ଅପସନ ହଉଛି Rorschach Inkball test ଅପସନ ଡି ହଉଛି interview ତ ପିଲାମାନେ ରାଇଟ ଆନ୍ସର କଣ ହବ ଯୋଉ projective technique ଯୋଉ ରହୁଛି ଏମାନଙ୍କ ଭିତରୁ କୋଉଟା ହବ ତୁମର ଯୋଉ ରହିଲା ହଉଛି Rorschach Inkball test ହବ ଯୋଉଟା ହଉଛି ସୁଇସ୍ ସାଇକୋଲୋଜିଷ୍ଟ ଦ୍ଵାରା ଦିଆଯାଇଥିଲା ହଉଛି ହାର୍ମନ ରସୋ ଦ୍ଵାରା ଦିଆଯାଇଥିଲା ହଉଛି ସୁଇସ୍ ସାଇକୋଲୋଜିଷ୍ଟ ଜଣେ 1921 ରେ ସେ ଦେଇଥିଲେ କେବେ ଦେଇଥିଲେ ହଉଛି 1921 ରେ କ୍ରିଏଟ କରିଥିଲେ ହଉଛି ରସୋ ଜିଙ୍ଗୱେଲ ଟେଷ୍ଟ ଯୋଉଟା ହେଲା ହଉଛି ସେ ଜଣେ ସୁଇସ୍ ସାଇକୋଲୋଜିଷ୍ଟ ଗୋଟେ ପର୍ସନାଲିଟି କୁ ଟେଷ୍ଟ କରିବା ପାଇଁ କାହାର ଗୋଟେ ଇଣ୍ଡିଭିଜୁଆଲ ବା ଗୋଟେ ବ୍ୟକ୍ତିର ବା ଗୋଟେ ପର୍ସନର ପର୍ସନାଲିଟି ଟେଷ୍ଟ କରିବା ପାଇଁ ଆମେ ୟୁଜ କରୁଅଛେ ଦେନ୍ କ୍ୱେଶ୍ଚନ ନମ୍ବର 3 କଣ କହୁଛି ଚିଲଡ୍ରେନ କନଷ୍ଟ୍ରକ୍ଟ their own understanding through interaction with their environment who said this ତ କହିଲା ଚିଲଡ୍ରେନ ତାର ନଲେଜ ଟା ବିଲ୍ଡ କରୁଛି କାହା ମାଧ୍ୟମରେ ହଉଛି ବା ତାର ଅଣ୍ଡରଷ୍ଟାଣ୍ଡିଂ ବିଲ୍ଡ ହଉଛି କାହା ମାଧ୍ୟମରେ ଏନଭାୟରମେଣ୍ଟ ସହିତ ଇଣ୍ଟରାକ୍ସନ କରିବା ଦ୍ୱାରା ତାର ହଉଛି ନଲେଜ ବିଲ୍ଡ ହେଇପାରୁଛି ବା ତାର କଗ୍ନିଟିଭ ଏବିଲିଟି ଡେଭଲପ ହେଇପାରୁଛି ତ ଏଟା କିଏ କହିଥିଲେ ଏନଭାୟରମେଣ୍ଟ କଥା ଆସିଲେ ମେ ବି ହଉଛି ପିଲାମାନେ ଭାଇଗଡସ୍କି କୁ ମେନସନ କରିବ ଭାଇଗଡସ୍କି ଯଦି ନଥିବ ସବୁବେଳେ ମେନସନ କରିବ ହଉଛି ପିଆଜେଟ ଜିନ୍ ପିଆଜେଟ କହିଥିଲେ ଯୋଉଟା ହେଲା ହଉଛି ଗୋଟେ ଚାଇଲ୍ଡ ତାର ଲର୍ଣ୍ଣିଂ ଟା କଣ ହବ ଏନଭାୟରମେଣ୍ଟ ଦ୍ଵାରା ହବ ଏବଂ ତାର କଗ୍ନିଟିଭ ଏବିଲିଟି ମଧ୍ୟ କନଷ୍ଟ୍ରକ୍ଟ ହେଇପାରିବ ବା ତା କଗ୍ନିଟିଭ ଏବିଲିଟି ଧୀରେ ଧୀରେ ଡେଭଲପ ହେଇପାରିବ କାହା ଦ୍ୱାରା ବାଇ ଦି ହେଲ୍ପ ଅଫ ଏନଭାୟରମେଣ୍ଟ ଦ୍ୱାରା ହିଁ ହେଇପାରିବ ଜଣେ ସିଏ ଜଣେ ସୁଇଚ ସାଇକୋଲୋଜିଷ୍ଟ ଯୋଉଟା ହେଲା ଜିନ୍ ପିଆଜେଟ ର ହଉଛି କଗ୍ନିଟିଭ ଡେଭଲପମେଣ୍ଟ ଥିଓରି ଦେଇଥିଲେ ଜିନ୍ ପିଆଜେଟ ଦେନ୍ କ୍ୱେଶ୍ଚନ ନମ୍ବର 4 କଣ କହିଛି which one of the following is a projected aid ତ ଏମାନଙ୍କ ଭିତରୁ କୋଉଟା ଗୋଟେ ହଉଛି projected aid ବା projected ଟିଚିଂ ଏଡ୍ସ ଟା ଯୋଉଟା ଆମେ ଟିଚିଂ ଲର୍ଣ୍ଣିଂ ରେ ୟୁଜ କରୁଅଛେ ଅପସନ ହଉଛି ଫଟୋଗ୍ରାଫ ଅପସନ ହଉଛି ଫ୍ଲାସ କାର୍ଡ ଅପସନ ସ୍ଲାଇଡ ଅପସନ ହଉଛି ସ୍ଲାଇଡ୍ସ ଅପସନ ହଉଛି ପପେଟ୍ସ ତ ପ୍ରୋଜେକ୍ଟେଡ କୋଉଟା ହବ ଯୋଉଟା ହଉଛି ପପେଟ୍ସ ହଉଛି ଅପସନ ଡି ହଉଛି ରାଇଟ ଆନ୍ସର ପପେଟ୍ସ ଟା ହଉଛି ପ୍ରୋଜେକ୍ଟେଡ ଯୋଉଟା ହଉଛି ପପେଟ୍ସ ଟା କୋଉଠି ଆମେ କହୁଛୁ ଭିଜୁଆଲ ଏଡ୍ସ ଆମେ କହିପାରିବା ଗୋଟେ ଭିଜୁଆଲ ପିକ୍ଚରାଲ ଏଡ୍ କହିପାରିବା ଯୋଉଟା ଆମେ ପିକ୍ଚର ଶୋ କରୁଛେ ସ୍କ୍ରିନ ରେ ପପେଟ୍ସ ରେ ଯୋଉଠି ଗୋଟେ ଆମେ ଡିଫରେଣ୍ଟ ଟାଇପ୍ସ ପିକ୍ଚର ଶୋ କରୁଛେ କ୍ଲାସ ରୁମ ରେ ହଉଛି ସ୍କ୍ରିନ ରେ ଯୋଉଟାକୁ ଆମେ ଭିଜୁଆଲ ଏଡ୍ କହିପାରିବା ଟିଭି ମାଧ୍ୟମରେ ଭିସିଆର ମାଧ୍ୟମରେ ଆମେ ଶୋ କରୁଅଛେ then question number 5 କଣ ହଉଛି the role of whom in education is ତ ଘରର କାମ କଣ ରହୁଛି ଏଜୁକେସନ ଡେଭଲପ କରିବାରେ ଗୋଟେ ଫ୍ୟାମିଲି ର ବା ଗୋଟେ ହୋମ ର କାମ କଣ ରହୁଛି to help child in acquisition of knowledge to interfere in functioning of school to accept education as a value and to vitalize its spirit to provide assistance and cooperation to school ତ ରାଇଟ ଆନ୍ସର କଣ ହବ ଯୋଉ ଘରର ରୋଲ କଣ ରହୁଛି ଗୋଟେ ଏଜୁକେସନ କୁ ଡେଭଲପ କରିବାରେ ବା ଗୋଟେ ଶିକ୍ଷା ଇଏ କରିବାରେ ହଉଛି ଘରର କାମ କଣ ରହୁଛି to accept education as a value and to vitalize its spirit ତ କଣ ହଉଛି ଏଜୁକେସନ ର
ଭ୍ୟାଲୁ ଅଛି ବା ଏଜୁକେସନ ନିଡ୍ ଅଛି ସେଟା ଆକ୍ସେପ୍ଟ କରିବା ଦରକାର। ତା ସହିତ କେମିତି ହବ ସେପିଂ କରିବାର ଅଛି କାହାର ଚାଇଲ୍ଡ ର ବିହେଭିୟର କୁ ବା ଚାଇଲ୍ଡ କେମିତି ଲର୍ନ କରେ ଆକ୍ଚୁଆଲ ଲର୍ନ କେମିତି କରେ ତା ଉପରେ ଗୁରୁତ୍ୱ ଦବାର ଅଛି ଯୋଉଟା ହଉଛି ହୋମ ଗୋଟେ ବାଲାନ୍ସ କ୍ରିଏଟ କରୁଅଛି ଚାଇଲ୍ଡ ର କେମିତି ବିହେଭିୟର ସେପିଂ ହବ ବାଇ ଦି ହେଲ୍ପ ଅଫ ଏଜୁକେସନ ଆସେ ଏଜୁକେସନ ଟା ବିଲ୍ଡ କିଏ କରିବ ଗୋଟେ ଫାଷ୍ଟ କିଏ ବିଲ୍ଡ କରିବ ହୋମ ବା ଫ୍ୟାମିଲି ମେମ୍ବର ହିଁ ବିଲ୍ଡ କରିବ ଦେନ୍ ଯାଇକି ସେ ସ୍କୁଲ ରେ ପହଞ୍ଚୁଛି ନା। ଦେନ୍ କ୍ୱେଶ୍ଚନ ନମ୍ବର 6 କଣ କହୁଛି ହ୍ୱାଟ ଇଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ while writing on blackboard blackboard ର ଯେତେବେଳେ ଆମେ ଲେଖୁଛେ ଲେଖିବା ଟାଇମ ରୁ କୋଉଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ରହୁଛି ବ୍ଲାକବୋର୍ଡ ଯେତେବେଳେ ଗୋଟେ ଟିଚର ରିଡ ରାଇଟ କରୁଛି କ୍ଲାସ ରୁମ ରେ ତ କୋଉଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ହଉଛି ଅପସନ ଏ କଣ କହୁଛି fully utilize fully utilize the blackboard legible writing line specifying use of color chalk ତ ଅପସନ ଏ ଯୋଉ କହିଲା ହଉଛି ପୁରା ବ୍ଲାକବୋର୍ଡ କୁ ୟୁଟିଲାଇଜ କରିବାର ଅଛି ଅପସନ ବି କଣ କହୁଛି କ୍ଲିୟରଲି ଲେଖିବାର ଅଛି ଯେତେବେଳେ ବି ଲେଖୁଛେ ଲେଜିବୁଲ ମିନ୍ସ ହଉଛି ଭିଜିବୁଲ କ୍ଲିୟରଲି ଭିଜିବୁଲ ସବୁ ସ୍ପଷ୍ଟ ଅଛି ତାକୁ ଲାଇନ ପେଜ ଛାଡିବାର ଅଛି କଲର ଚକ୍ ୟୁଜ କରିବାର ଅଛି କୋଉଟା ହବ ରାଇଟ ଆନ୍ସର ସବୁବେଳେ ମନେ ରଖିବେ ଯେତେବେଳେ ବ୍ଲାକବୋର୍ଡ ୟୁଜ କରୁ ତାକୁ କ୍ଲିୟରଲି ଲେଖିବାର ଅଛି ତ ଲେଜିବୁଲ ରାଇଟିଂ କରିବାର ଅଛି ଯୋଉଟା ହେଲା ସ୍ପଷ୍ଟ ଭାବରେ ଆମେ ତାକୁ ଲେଖିବାର ଅଛି ଯାହା ଫଳରେ ପିଲା ବୁଝି ପାରିବ ଦେନ୍ କ୍ୱେଶ୍ଚନ ନମ୍ବର 7 କଣ କହୁଛି the education which gets imparted in family environment is known as ତ family environment ରୁ ଯୋଉ education ଟା ଆମେ learn କରୁଛେ ତାକୁ କୋଉ ପ୍ରକାର education କହିବା ଅପସନ ଏ ହଉଛି formal education ଅପସନ ବି ହଉଛି informal education ଅପସନ ସି ହଉଛି non formal education ସବୁବେଳେ ମନେ ରଖିବ family ଠୁ ଯେତେବେଳେ ଆମେ education gain କରୁଛେ that is known as ହଉଛି ଇନଫର୍ମାଲ ଏଜୁକେସନ କାହିଁକି ଆମେ ସେଠି କିଛି ଫର୍ମାଲି କିଛି ଜିନିଷ ମେନସନ ଫର୍ମାଲି କିଛି ଜିନିଷ ଲର୍ନ କରୁନେ ଫର୍ମାଲି କେତେବେଳେ କହିବା ଯୋଉ ଜିନିଷଟା ହଉଛି ସ୍ପେସିଫିକ ଟାଇମ ଥିବ ସ୍ପେସିଫିକ ବାଉଣ୍ଡ୍ରି ଥିବ ସ୍ପେସିଫିକ ଟିଚର ଥିବ ସ୍ପେସିଫିକ କରିକୁଲମ ଥିବ ସ୍ପେସିଫିକ ଏକ୍ସାମିନେସନ ପ୍ୟାଟର୍ନ ଥିବ ତ ଦେଟ ଇଜ ନନ୍ ହଉଛି ତୁମର ଫର୍ମାଲ ଏଜୁକେସନ ବଟ୍ ଇନଫର୍ମାଲ ଏଜୁକେସନ ସେ ସବୁ ଜିନିଷ କିଛି ନଥିବ କିଛି ଫିକ୍ସ ନଥିବ ପିଲା ଯେତେବେଳେ ଚାହିଁବ ଯୋଉ ମୁହୂର୍ତ୍ତରେ ଚାହିଁବ ସେ ଶିକ୍ଷା ଲାଭ କରିପାରିବ ତ ଫ୍ୟାମିଲି ଗୋଟେ ଏମିତି ପାର୍ଟ ଯୋଉଠି କଣ ହଉଛି ପିଲା ଯେତେବେଳେ ଚାହୁଁଛି ଯୋଉ ମୁହୂର୍ତ୍ତରେ ଚାହୁଁଛି ସେ ଶିକ୍ଷା ଲାଭ କରିପାରିବ ଦେଟ ଇଜ ନନ୍ ହଉଛି ତୁମର ଇନଫର୍ମାଲ ଏଜୁକେସନ ଦେନ୍ କ୍ୱେଶ୍ଚନ ନମ୍ବର 8 କଣ କହୁଛି ଦି ଏବିଲିଟି ଅଫ ରିଡିଂ with comprehension is most likely to result from ତ କମ୍ପ୍ରିହେନସନ ଜିନିଷ ଗୁଡିକ ଯେତେବେଳେ ଆମେ ରିଡ କରୁଛେ ତ କୋଉଟା ଆମକୁ କୋଉ ଜିନିଷଟା ଆମକୁ ରେଜଲ୍ଟ ଫର୍ମରେ ମିଳିବ ଅପସନ ହଉଛି ଗାଇଡେଡ ରିଡିଂ କୋଉ ୱେରେ ଆମେ ରିଡ କରିବା ଅପସନ ଟି ହଉଛି ରିଡିଂ ଲାଉଡଲି ଅପସନ ସି ହଉଛି ଅନଷ୍ଟ୍ରକ୍ଚର ସାଇଲେଣ୍ଟ ରିଡିଂ ଅପସନ ଟି ହଉଛି ଟିଚର ରିଡିଂ ଟୁ ଦ କ୍ଲାସ ତ ଯେତେବେଳେ ଆମେ କମ୍ପ୍ରିହେନସନ ସେଣ୍ଟେନ୍ସ କୁ ଆମେ ରିଡ କରୁଛେ ସବୁବେଳେ ମନେ ରଖିବ କୋଉ ୱେରେ ରିଡ କରିବାର ଅଛି ସବୁବେଳେ ଆମେ ସାଇଲେଣ୍ଟଲି ଅନଷ୍ଟ୍ରକ୍ଚର ୱେରେ ରିଡ କରିବାର ଅଛି ଷ୍ଟ୍ରକ୍ଚର ୱେରେ କରିବାର ନାହିଁ ଅନଷ୍ଟ୍ରକ୍ଚର ୱେରେ ରିଡ କରିବାର ଅଛି ସାଇଲେଣ୍ଟଲି ରିଡ କରିବାର ଯାହାଫଳରେ କ୍ଲିୟରଲି ଅଣ୍ଡରଷ୍ଟାଣ୍ଡ କରିପାରିବା ବା କ୍ଲିୟରଲି ତାକୁ ବୁଝି ପାରିବା ଦେନ୍ କ୍ୱେଶ୍ଚନ ନମ୍ବର 9 କଣ କହୁଛି ମିସ୍ ମାଲିନୀ joined her new school she found that the students there spoke different language it was difficult to her to teach in the class gradually she adjusted and started giving instruction according to the needs of the student in the class. The classroom is an example of ତ କଣ କହୁଛି ମିସ୍ ସାଲୋନି ସିଏ କଣ ହଉଛି ଗୋଟେ ସ୍କୁଲରେ ଜଏନ କଲେ ଆଉ ସେ ଦେଖିଲେ ଯେ ହଉଛି ଡିଫରେଣ୍ଟ ଟାଇପ୍ସ ଅଫ ଷ୍ଟୁଡେଣ୍ଟ ସେ ସ୍କୁଲରେ ପାଠ ପଢୁଅଛନ୍ତି ଡିଫରେଣ୍ଟ ଟାଇପ୍ସ ଅଫ ଷ୍ଟୁଡେଣ୍ଟ ଡିଫରେଣ୍ଟ ଟାଇପ୍ସ ଅଫ ଲାଙ୍ଗୁଏଜ ରହୁଛି ଷ୍ଟୁଡେଣ୍ଟ ପାଠ ପଢୁଅଛନ୍ତି ଯେତେବେଳେ ସିଏ ନିଜକୁ ଏଡଜଷ୍ଟ କରୁଅଛି ସେ କ୍ଲାସ ରୁମ ରେ ଡିଫରେଣ୍ଟ ଲାଙ୍ଗୁଏଜ ଷ୍ଟୁଡେଣ୍ଟ ଅଛନ୍ତି ସେମାନଙ୍କୁ ପଢିବା ପାଇଁ ନିଜକୁ ସେ ଆଡଜଷ୍ଟ କରୁଛି ତ କୋଉ ଜିନିଷଟା କୋଉଟା ଏକ୍ସାମ୍ପଲ ନେଇପାରିବା ଯେତେବେଳେ ଇନଷ୍ଟ୍ରକ୍ସନ ପ୍ରୋଭାଇଡ କରୁଛି ବା ଷ୍ଟୁଡେଣ୍ଟ ନିଡ୍ ଯେତେବେଳେ ସେ ଫୁଲଫିଲମେଣ୍ଟ କରୁଅଛି ନିଜକୁ ଆଡଜଷ୍ଟ କରୁଅଛି ତ ସେଇଟା କୋଉ ଏକ୍ସାମ୍ପଲ ନେଇପାରିବା ସେ କ୍ଲାସରୁମ ଟା କୋଉ ଏକ୍ସାମ୍ପଲ ହେଇପାରିବ ସେ କ୍ଲାସରୁମ ର ଏକ୍ସାମ୍ପଲ କୋଉଟା ନେଇପାରିବା ଅପସନ ଏ ହଉଛି bilingual classroom ଅପସନ ସି ବି ହଉଛି ନନ୍ ଲିଙ୍ଗୁଆଲ କ୍ଲାସରୁମ ଅପସନ ସି ହଉଛି ମଲ୍ଟିଲିଙ୍ଗୁଆଲ କ୍ଲାସରୁମ ଅପସନ ଡି ହଉଛି ଲିଙ୍ଗୁଆଲ କ୍ଲାସରୁମ ତ ସିଏ କଣ କହିଛି ପିଲାମାନେ ଏଠି ଦେଖ ଡିଫରେଣ୍ଟ ଟାଇପ୍ସ ଅଫ ଲାଙ୍ଗୁଏଜ ତ ଡିଫରେଣ୍ଟ କଥା ଯେତେବେଳେ ଆସିଯାଉଛି ପିଲାମାନେ ଡିଫରେଣ୍ଟ କଥା ଆସିଲେ ଆମେ କଣ ହବ ସବୁବେଳେ ମନେ ରଖିବ ଯେତେବେଳେ ଡିଫରେଣ୍ଟ ଟାଇପ୍ସ ଅଫ ଲାଙ୍ଗୁଏଜ କହୁଛି ବାଇ ମଲ୍ଟିଲିଙ୍ଗୁଆଲ କ୍ଲାସରୁମ ହବ କାହିଁକି ଡିଫରେଣ୍ଟ ମିନ୍ସ ହଉଛି ବିଭିନ୍ନ ପ୍ରକାର ଲାଙ୍ଗୁଏଜ ମେ ବି ହିନ୍ଦୀ ଇଂଲିଶ ଓଡିଆ ବଙ୍ଗାଳୀ ତେଲୁଗୁ ଉର୍ଦୁ ତ ଡିଫରେଣ୍ଟ ଟାଇପ୍ସ ଅଫ ଲାଙ୍ଗୁଏଜ ଯେତେବେଳେ ହେଲା ମଲ୍ଟିଲିଙ୍ଗୁଆଲ କ୍ଲାସରୁମ ର ଏକ୍ସାମ୍ପଲ ଆମେ ତାକୁ କହିପାରିବା ଦେନ୍ କ୍ୱେଶ୍ଚନ ନମ୍ବର 10 ପଡୁଛି କନସେପ୍ଟ ଅଫ ସୋସିଆଲ ସ୍ପିଚ ପ୍ରାଇଭେଟ ସ୍ପିଚ ଇନର ସ୍ପିଚ ୱାଜ ଗିଭେନ ବାଇ ତ ଯୋଉ କନସେପ୍ଟ ହଉଛି ତୁମର ସୋସିଆଲ ସ୍ପିଚ ପ୍ରାଇଭେଟ ସ୍ପିଚ ଏଣ୍ଡ ଇନର ସ୍ପିଚ କିଏ ଦେଇଥିଲେ ଏଇଟା ହଉଛି ମୁଁ କହିଥିଲି ଆଗରୁ ବି ପଢେଇଛି ଏଟା ଇଜି କ୍ୱେଶ୍ଚନ ବହୁତ ଇଜି କିଏ ଦେଇଥିଲେ
ଭାଇଗଡସ୍ କେ ଦେଇଥିଲେ ତାଙ୍କର ଯୋଉ ରହିଲା ସୋସିଆଲ କନଷ୍ଟ୍ରକ୍ଟିଭିଜମ ଥିଓରି ଦେଇଥିଲେ ଯୋଉ ହଉଛି ଥ୍ରୀ ଟାଇପ ଅଫ ସ୍ପିଚ ଗୋଟେ ଚାଇଲ୍ଡ ୟୁଜ କରୁଛି ଗୋଟେ ସୋସିଆଲ ସ୍ପିଚ ହଉଛି ମିନ୍ସ ହଉଛି ସୋସାଇଟାଲ କମ୍ୟୁନିଟିରେ ସେ ନିଜକୁ ନିଜେ ଇଜିଲି କମ୍ୟୁନିକେଟ କରିପାରୁଛି ସମସ୍ତ ସହିତ ରିଲେସନସିପ ବିଲ୍ଡ କରିପାରୁଛି ଦେନ୍ ଇନର ସ୍ପିଚ ମିନ୍ସ ହଉଛି ଯୋଉଟା ସାଇଲେଣ୍ଟଲି ରହୁଛି ମନେ ମନେ ଭାବୁଛି କାହାକୁ କହୁନାହିଁ ନିଜ ଭିତରେ କଥାଟା ରହୁଛି ନିଜ ଭିତରେ ସେ ଡିସ୍କସନ କରୁଛି ଦେଟ ଇଜ ଇନର ସ୍ପିଚ ଦେନ୍ ପ୍ରାଇଭେଟ ସ୍ପିଚ ରେଫର୍ସ ଟୁ ଦ children use for self-regulation and problem solving. That is also known as that is that is one type of inner speech କହିପାରିବା ଯୋଉଠି କଣ ସେ କିଛି କଥା କହୁଛି ବଟ୍ ସ୍ପଷ୍ଟତ ଭାବରେ କହିପାରୁନି ନିଜ ଭିତରେ ସେଲ୍ଫ ରେଗୁଲେସନ କରୁଛି ୱାର୍ଡ ଗୁଡିକ ଉଚ୍ଚାରଣ କରୁଛି ବା ଯୋଉ ସେଣ୍ଟେନ୍ସ ଗୁଡିକ ସେ କହୁଛି ବଟ୍ ସେ ସେଣ୍ଟେନ୍ସ ଗୁଡିକ ଅନ୍ୟ ପାଖରେ ପହଞ୍ଚି ପାରୁନାହିଁ ନିଜେ ବି କଥା ହେଇକି ନିଜେ ସଲ୍ଭ କରୁଅଛି ଆଉ ଇନର ସ୍ପିଚ ଟା ମିନ୍ସ କଣ ହଉଛି କି ସେଣ୍ଟେନ୍ସ ୱାର୍ଡ କହୁନି ମନେ ମନେ ଯୋଉଟା ଭାବୁଛି ଆଉ ମନେ ମନେ କଥା କହୁଛି ବଟ୍ ପ୍ରାଇଭେଟ ସ୍ପିଚ ର କଣ ହଉଛି ୱାର୍ଡ ସେଣ୍ଟେନ୍ସ ସେ କହୁଛି ବଟ୍ ସାମ୍ନା ବାଲା ଲୋକ ପାଖରେ ପହଞ୍ଚୁନି ସେଇ ଜିନିଷଟା ନିଜ ପାଖରେ ରହିଯାଉଛି କି ବେଳେ ବେଳେ ତୁମେ କଥା ହଉଥିବ ଦେଖିବ କିଛି କିଛି ୱାର୍ଡ ସେଣ୍ଟେନ୍ସ କଥା ହଉଥିବ ନିଜେ ନିଜେ କଥା ହଉଥିବ ସେଇଠି କଥା ହଉଥିବ ଦେଟ ଇଜ ନୋନ୍ ତୁମର ପ୍ରାଇଭେଟ ସ୍ପିଚ ନିଜ ନିଜ ଭିତରେ କମ୍ୟୁନିକେଟ କରୁଛି ନିଜ ନିଜ ଭିତରେ ହଉଛି ପ୍ରୋବ୍ଲେମ ଟାକୁ ସଲ୍ଭ କରୁଛି ବଟ୍ ଇନର ସ୍ପିଚ ଟା କଣ ଯୋଉଟା ଭାବୁଛ ମନ ଭିତରେ ଯୋଉ ଜିନିଷଟା ରହିଛି ଭାବୁଛ ହଉଛି ଇନର ସ୍ପିଚ ଯୋଉଟା ହେଲା ସୋସିଆଲ ସ୍ପିଚ ଆଉ ଇନର ସ୍ପିଚ ଭିତରେ ଯୋଉ ମଝିରେ ଆସୁଛି କୋଉଟା ହଉଛି ତୁମର ପ୍ରାଇଭେଟ ସ୍ପିଚ then question number 11 କଣ ହଉଛି project strategy of teaching was developed by ତ project strategy teaching ଟା କାହା ଦ୍ୱାରା develop କରାଯାଏ ବହୁତ ଇଜି project strategy କିଏ ଦେଇଥିଲେ ହଉଛି ଅପସନ ସି ହବ ତୁମର କିଲପାଟ୍ରିକ ଦେଇଥିଲେ ହଉଛି ତୁମର project strategy ଯୋଉଠି କଣ ହଉଛି ଲର୍ନିଂ ବାଇ ଡୁଇଂ ମାଧ୍ୟମରେ ଗୋଟେ ଚାଇଲ୍ଡ ଲର୍ନ କରିବ ଡିଫରେଣ୍ଟ ଟାଇପ୍ସ ଅଫ ଆକ୍ଟିଭିଟିଜ ମାଧ୍ୟମରେ ଗୋଟେ ଚାଇଲ୍ଡ ହଉଛି ଲର୍ନ କରିବା ଟିଚର ଯେତେବେଳେ ପାଠ ପଢୁଛି ଡିଫରେଣ୍ଟ ଟାଇପ୍ସ ଅଫ ଆକ୍ଟିଭିଟିଜ ପ୍ରୋଭାଇଡ କରିବ ଷ୍ଟୁଡେଣ୍ଟ କୁ ଯାହା ଫଳରେ ପ୍ରାକ୍ଟିକାଲ ୱେରେ ସେ ଲର୍ନ କରିବ ଦେନ୍ କ୍ୱେଶ୍ଚନ ନମ୍ବର 12 କଣ ହଉଛି as no transaction is allowed, how does the direct method allow student the perceive meaning through language? ତ ଯେତେବେଳେ no transaction allow କରାହଉଛି but କେଉଁ କିପରି ଭାବରେ ଆମେ ଡାଇରେକ୍ଟ ମେଥଡ ଏଲାଉ କରିବା ଯାହା ଫଳରେ ଷ୍ଟୁଡେଣ୍ଟ ଲାଙ୍ଗୁଏଜ ପରସିଭ ଲାଙ୍ଗୁଏଜ କରିପାରିବ ତ କୋଉ ମେଥଡ ଟା ଆମେ ଏଲାଉ କରିବା ଅପସନ ହେଉଛି ଡାଇରେକ୍ଟଲି ଅପସନ ବି ହେଉଛି ହିଷ୍ଟୋକାଲି ଅପସନ ସି ହେଉଛି ସାଇଲେଣ୍ଟଲି ଅପସନ ଡି ହେଉଛି ଇନଡାଇରେକ୍ଟ ତ ଡାଇରେକ୍ଟ କଥା କହୁଛି ମାନେ ହଉଛି ଆମେ ଡାଇରେକ୍ଟଲି ୟୁଜ କରିବାର ଅଛି ଯାହା ଫଳରେ ଷ୍ଟୁଡେଣ୍ଟ ଡାଇରେକ୍ଟଲି ଲାଙ୍ଗୁଏଜ ଲର୍ନିଂ କରିପାରିବ ତ ଡାଇରେକ୍ଟଲି ହବ ଅପସନ ହେଉଛି ରାଇଟ ଆନ୍ସର ଦେନ୍ କ୍ୱେଶ୍ଚନ ନମ୍ବର 13 କଣ ହଉଛି which of the following is the correct order of the parts of teaching ତ ଯୋଉ ପାର୍ଟସ ଅଫ ଟିଚିଂ ରହିଛି ବା ଫେଜେସ୍ ଅଫ ଟିଚିଂ କୋଉଟା କରେକ୍ଟ ଅର୍ଡର ଆସିବ ପ୍ରଥମ କୋଉଟା ତ ପିଲାମାନେ ମୋର କ୍ୱେଶ୍ଚିଆନ ଏବେ ତୁମକୁ ଗୋଟେ 500 କ୍ୱେଶ୍ଚିଆନ ଫେଜେସ୍ ଅଫ ଟିଚିଂ କିଏ ଦେଇଥିଲା ପିଲାମାନେ ଫେଜେସ୍ ଅଫ ଟିଚିଂ କିଏ ଦେଇଥିଲା ଜଲ୍ଦି ଜଲ୍ଦି କୁହ ଫେଜେସ୍ ଅଫ ଟିଚିଂ କାହା ଦ୍ୱାରା ଦେଇଥିଲା ଫେଜେସ୍ ଅଫ ଟିଚିଂ ହଉଛି ତୁମର ହଉଛି ଫିଲିପ ଜାକ୍ସନ ଦ୍ୱାରା ଦେଇଥିଲା ଏଇଟା ମନେ ରଖିବ କାହିଁକି ଏଟା ବି ମଧ୍ୟ ତୁମକୁ ଏମସିକ୍ୟୁ ରେ ପଚାରିବ ଫିଲିପ୍ସ ଜାକ୍ସନ ଦ୍ୱାରା ଦିଆଯାଇଥିଲା ହଉଛି ତୁମର ଫେଜେସ୍ ଅଫ ଟିଚିଂ ସିଏ କୋଉ କୋଉ ଷ୍ଟେପ ଦେଇଥିଲେ ସେ ସେଇଟା ପଚାରେ ସିଷ୍ଟମେଟିକ ୱେରେ ତ ପ୍ରଥମ କଥା ଯୋଉ ରହିଲା ହଉଛି ପୋଷ୍ଟ ଆକ୍ଟିଭ କେବେ ଆସିବ ନାହିଁ ପ୍ରଥମ ପୋଷ୍ଟ ଆକ୍ଟିଭ ରହିବ ନାହିଁ ସେ ଦେଇନାହାନ୍ତି ପ୍ରଥମେ ସବୁବେଳେ ହଉଛି ପ୍ରି ଆକ୍ଟିଭ ରୁ ଆରମ୍ଭ ହବ ତ ପ୍ରି ଆକ୍ଟିଭ କୋଉଠି ଅଛି ଅପସନ ଡି ରେ ଦେଖ ପ୍ରି ଆକ୍ଟିଭ ହିଁ ଅଛି ପ୍ରି ଆକ୍ଟିଭ ପରେ କଣ ଆସିବ ଇଣ୍ଟର ଆକ୍ଟିଭ ଦେନ୍ ହଉଛି ପୋଷ୍ଟ ଆକ୍ଟିଭ ତ ରାଇଟ ଆନ୍ସର ଅପସନ ଡି ତ ପ୍ରି ଆକ୍ଟିଭ ର କଣ ଅଂଶ ହବ ଗୋଟେ ଟିଚର କଣ ଅଛି ଫାଷ୍ଟ ପ୍ରିପେୟାର ହବାର ଅଛି ଅବଜେକ୍ଟିଭ ସେଟ୍ କରିବାର ଅଛି ଗୋଲ ସେଟ୍ କରିବ ଦେଟ ଇଜ ହଉଛି ତୁମର ପ୍ରି ଆକ୍ଟିଭ ଫେଜ ରେ ଷ୍ଟାର୍ଟ ହବ ଦେନ୍ ଇଣ୍ଟର ଆକ୍ଟିଭ ଫେଜ ର କଣ ହବ ସେ ଟିଚିଂ ଯୋଉ ମେଟେରିଆଲ୍ସ ଅଛି ବା ଟିଚିଂ ରିସୋର୍ସ ଯୋଉଟା ସେଗୁଡିକୁ ପ୍ରପରଲି ୟୁଜ କରିବ କୋଉଥିରେ ତ କ୍ଲାସ ରୁମ ରେ ଯୋଉଟା ହଉଛି ଟିଚିଂ ସେ ପ୍ରୋଭାଇଡ କରିବା ପ୍ରେଜେଣ୍ଟେସନ କରିବ ଯେଟା ହେଲା ତୁମର ଇଣ୍ଟରାକ୍ସନ ହବ ଟିଚର ଆଉ ଷ୍ଟୁଡେଣ୍ଟ ଭିତରେ ଦେନ୍ ପୋଷ୍ଟ ଆକ୍ଟିଭ ର କଣ ଦେଖିବା ପାଇଁ ମିଳିବ ହଉଛି ଫିଡବ୍ୟାକ ଦେଖିବ ନବ ଯୋଉ ପଢେଇ ସାରିଲା ପ୍ରେଜେଣ୍ଟେସନ କରିସାରିଲା ହଉଛି ଫିଡବ୍ୟାକ ନବ ହଉଛି କାହାଠୁ ଷ୍ଟୁଡେଣ୍ଟ ହଉଛି ଫିଡବ୍ୟାକ ନବ ଦେଟି ହଉଛି ବା ଇଭାଲୁଏଟ କରିବ ଯୋଉଟା ହଉଛି ତମର ହଉଛି ପୋଷ୍ଟ ଆକ୍ଟିଭ ରେ ଦେନ୍ କ୍ୱେଶ୍ଚନ ନମ୍ବର 14 କଣ କହୁଛି ଏ ଲର୍ନର କ୍ୟାନ ହ୍ୟାଣ୍ଡେଲ object success skillfully and is able to detect moods of others and respond approximately which prominent multiple intelligent does he process ତ କଣ ହଉଛି ଜଣେ ଲର୍ନର ଅବଜେକ୍ଟ ଟାକୁ ହଉଛି ନିଜେ ହ୍ୟାଣ୍ଡେଲ କରୁଛି ସ୍କିଲଫୁଲ ଭାବରେ ହଉଛି ନିଜେ ହ୍ୟାଣ୍ଡେଲ କଲା ଦେନ୍ ତାପରେ ସିଏ କଣ କରୁଛି ଅଦର ରେସ୍ପଣ୍ଡ ବି କରୁଛି ଏପ୍ରୋକ୍ସିମେଟ ଭାବରେ ରେସ୍ପଣ୍ଡ କରୁଛି ତ କୋଉ ମେଥଡ ଟା ଫାର୍ଷ୍ଟ ହଉଛି ସ୍କିଲ କଥା କହୁଛି ସ୍କିଲ ହେଲେ କୋଉଟା ଆସିବ ତୁମର ହଉଛି କାଇନେଷ୍ଟିକ ଆସିବ ସ୍କିଲ ହେଲେ ସବୁବେଳେ ହଉଛି କାଇନେଷ୍ଟିକ ଆସିବ ତାପରେ ସିଏ କଣ କହୁଛି ଡିଟେକ୍ଟ ମୁଡ୍ସ ଅଫ ଅଦର ଅନ୍ୟ ମାନଙ୍କ ସହିତ ହଉଛି
ମିଶେଇକି ସିଏ କଣ କହୁଛି ଏପ୍ରୋକ୍ସିମେଟ ଭାବରେ ରେସ୍ପଣ୍ଡ କରୁଛି। ତ ଅନ୍ୟ କଥା ଆସିଲେ କେତେ କଣ ହବ ସେତେବେଳେ ହଉଛି ଇଣ୍ଟରପର୍ସନାଲ ରିଲେସନସିପ ବା ଇଣ୍ଟରପର୍ସନାଲ ଇଣ୍ଟେଲିଜେନ୍ସ ଦେଖିବା ପାଇଁ ଯେତେବେଳେ ଅନ୍ୟମାନଙ୍କ ସହିତ ମିଶି ଯେତେବେଳେ ସେ କାମ କରୁଛି ସେତେବେଳେ ଆମେ କଣ କହିବା ଇଣ୍ଟରପର୍ସନାଲ। ତ ଦେଖ କାଇନେଷ୍ଟିକ ଆଉ ଇଣ୍ଟରପର୍ସନାଲ କୋଉଠି ଅଛି, ଅପସନ ନମ୍ବର ଡି ହଉଛି ରାଇଟ ଆନ୍ସର। କାଇନେଷ୍ଟିକ ସ୍କିଲ କଥା ଆସିଲେ, ମୋଟର ସ୍କିଲ କଥା ଆସିଲେ ହଉଛି ତୁମର କାଇନେଷ୍ଟିକ ଇଣ୍ଟେଲିଜେନ୍ସ। ଅନ୍ୟମାନଙ୍କ ସହିତ ମିଶି ଯେତେବେଳେ ଗୋଟେ କାମ କରୁଛି ତା ପ୍ରୋବ୍ଲେମ ଟା ସଲ୍ଭ କରୁଛି, that is known ହେଉଛି interpersonal intelligence, but intrapersonal means ହଉଛି ନିଜ ଦ୍ଵାରା ହୁଏ ଏକାକି ଏଲନ ଯୋଉଟା କରୁଛି that is ହଉଛି intrapersonal। ଦେନ୍ ତାପରେ କଣ ଅଛି, ଏ ରେଡିଓ ରେକର୍ଡିଂ ଇଜ ଫର୍ମ ଅଫ। ତ ରେଡିଓ ରେକର୍ଡିଂ ଟା ଆମେ କୋଉ ଏଡ୍ କହିବା, ରେଡିଓ ଅବଭିୟସଲି କୋଉ ଏଡ୍ ହବ, ଇଜି କ୍ୱେଶ୍ଚନ ଅଛି, ଅଡିଓ ଏଡ୍ ହବ। ରେଡିଓ ଟା ଶୁଣୁଛେ ନା, ଶୁଣିକି ଆମେ ପଢୁଛେ ନା, ତ ରେଡିଓ ରେକର୍ଡିଂ ଟା ଅଡିଓ ଏଡ୍ ଅପସନ ଟି ହଉଛି ରାଇଟ ଆନ୍ସର। ଦେନ୍ କ୍ୱେଶ୍ଚନ ନମ୍ବର 16, if a learner fails to pay attention to a teacher in a classroom, the teacher should। ତ ଜଣେ ଲର୍ଣ୍ଣର କଣ ହେଇଛି, ଫେଲ କରୁଛି, କଣ ହଉଛି କ୍ଲାସରୁମ ଠିକ ଭାବରେ ଆଟେଣ୍ଟିଭଲି ଶୁଣୁ ନାହିଁ। ତ ଟିଚର କଣ କରିବ ସେତେବେଳେ, କ୍ଲାସରୁମ ଶୁଣୁ ନାହିଁ କି ଯାହା ପଢୁଛି ଟିଚର ସିଏ ମନେ ରଖିପାରୁନି, ତ ଟିଚର ରୋଲ ସେତେବେଳେ କଣ ରହିବ, ଗିଭ୍ ହିମ୍ ଚକଲେଟ ଆଣ୍ଡ କଣ୍ଟିନ୍ୟୁ ୱିଥ ହିଜ ଟିଚିଂ ସୋ ଦ୍ୟାଟ ଅଦର୍ସ ଆର୍ ନଟ୍ ଡିଷ୍ଟର୍ବ। କେତେ ଦିନ ଚକଲେଟ ଦବୁ, ସବୁଦିନ ତ ଚକଲେଟ ଦେଇପାରିବନି, ଚକଲେଟ ଦେଇ ପଇସା ସରିଯିବ, ତ ଇଏ ଏପ୍ରୋପ୍ରିଏଟ ହବ ନାହିଁ ମେଥଡ। ଦେନ୍ ଅପସନ ବି କହୁଛି diagnose the reason and provide remedial teaching along with some extra guidance। ये पूरा परफेक्ट आंसर, परफेक्ट आंसर। देन ऑप्शन सी ଟିକେ ଦେଖି ନବା, offer resignation because he is not able to get attention his student। या रेजिग्नेशन केମିତି ଦବ, ଦେବନି ନା, ରେଜିଗ୍ନେସନ ଦେଲେ ଚାକିରି ପଳେଇବ ନା। ଅପସନ ଡି ହଉଛି ସସ୍ପେଣ୍ଡ ଦ ଷ୍ଟୁଡେଣ୍ଟ ଫ୍ରମ ଆଟେଣ୍ଡିଂ ହିଜ କ୍ଲାସ ଫର ୱିକ୍। ନାହିଁ, ସସ୍ପେଣ୍ଡ କରିବା ବି ନେଗେଟିଭ କଥା କହୁଛି, ସସ୍ପେଣ୍ଡ କରିଦେଲେ ସେମିତି ତ ଯିଏ ବଦମାସ କରିବ ତାକୁ ଯଦି ସସ୍ପେଣ୍ଡ କରିଦେବ ତେବେ ପାଠ ଆଉ କିଏ ପଢିବ, ସ୍କୁଲରେ ଖାଲି କେବଳ ଟିଚର ହିଁ ରହିବ। ତ ଏଇଟା ମେନ୍ ଯୋଉ ରାଇଟ ଆନ୍ସର ହଉଛି ଅପସନ ବି। ଫାର୍ଷ୍ଟ ଆମର ଟିଚର ରୋଲ କଣ ରହିବ, ଡାଇଗ୍ନୋଜ କରିବାର ଅଛି, ଷ୍ଟୁଡେଣ୍ଟର ପ୍ରୋବ୍ଲେମ ଟାକୁ ଜାଣିବାର ଅଛି, ଷ୍ଟୁଡେଣ୍ଟ କଣ ପାଇଁ ଲର୍ନ କରିପାରୁନି, ଷ୍ଟୁଡେଣ୍ଟ କଣ ପାଇଁ ଶିଖି ପାରୁନି, ସେଇ ଜିନିଷଟା ଜାଣିବାର ଅଛି, ଡାଇଗ୍ନୋଜ କରିକି ତାର ରିମେଡିଆଲ ପ୍ରୋଭାଇଡ କରିବାର, ମିନ୍ସ ତାର ପ୍ରୋବ୍ଲେମ ଟାକୁ ସଲ୍ୟୁସନ କଣ ମିଳିବ ସେଇ ଜିନିଷଟା ଚିନ୍ତା କରିବାର ଅଛି। ତା ସହିତ କଣ କରିବାର ଅଛି, ଏକ୍ସଟ୍ରା ଗାଇଡେନ୍ସ ଦବାର ଅଛି କାହାକୁ, ଷ୍ଟୁଡେଣ୍ଟକୁ। ଯୋଉଟା ଭଲ ଛୁଆକୁ ଯେତିକି ଗାଇଡେନ୍ସ ମିଳୁଛି ତାଠୁ ଟିକେ ଏକ୍ସଟ୍ରା ଗାଇଡେନ୍ସ କାହାକୁ ମିଳିବାର ଅଛି, ଗୋଟେ ଯୋଉ ଷ୍ଟୁଡେଣ୍ଟ ବଦମାସି କରୁଅଛି। ଦେନ୍ କ୍ୱେଶ୍ଚନ ନମ୍ବର 17 ପଡୁଛି, ଏ ଟିପିକାଲ ମାଇକ୍ରୋ କ୍ଲାସ ଶୁଡ୍ ବି। ତ ମାଇକ୍ରୋ କ୍ଲାସ ର କେତେ ଜଣ ପିପୁଲ ଟିଚର୍ସ ରହିବେ ବା କେତେ ଜଣ ହଉଛି ଷ୍ଟୁଡେଣ୍ଟ ଟିପିକାଲ ମାଇକ୍ରୋ କ୍ଲାସ ହେଇପାରିବ, ହଉଛି ଅପସନ ଏ ହଉଛି more than 20 people teacher, 15 to 20 student, 10 ରୁ 15 people teacher, 5 ରୁ 10 people teacher। ତ କେତେ ରହିବ, ମାଇକ୍ରୋ କ୍ଲାସ ମିନ୍ସ ସ୍ମଲ ଗ୍ରୁପ ଅଫ ପିପୁଲ କୁ କ୍ଲାସ ହବ, ତ ଏଟା ହବ 5 ରୁ 10 people teachers ରହିବ, ଯୋଉଟା ହଉଛି ଏ ମାଇକ୍ରୋ କ୍ଲାସ ରେ। Then question number 18 କଣ ଅଛି, a child who has difficulty in solving math problem may be labeled as। ତ ଗୋଟେ ଚାଇଲ୍ଡ କଣ ଅଛି, ଡିଫିକଲ୍ଟି ମ୍ୟାଥ ପ୍ରୋବ୍ଲେମ ରେ, ମ୍ୟାଥ ପ୍ରୋବ୍ଲେମ ବା ମ୍ୟାଥ ସଲ୍ଭ କରିବାର ହଉଛି ଡିଫିକଲ୍ଟି ଫିଲ୍ କରୁଅଛି। ଅପସନ ଏ ହଉଛି ଡିସଗ୍ରାଫିଆ। ଡିସଗ୍ରାଫିଆ ମିନ୍ସ ହଉଛି ରାଇଟିଂ ପ୍ରୋବ୍ଲେମ, ମୁଁ ବାରମ୍ବାର କହିଛି ଲେଖିଥିବ, ଡିସଗ୍ରାଫିଆ ମିନ୍ସ ରାଇଟିଂ ପ୍ରୋବ୍ଲେମ। ଡିସଲେକ୍ସିଆ ମିନ୍ସ ହଉଛି ରିଡିଂ ପ୍ରୋବ୍ଲେମ। ଦେନ୍ ହଉଛି डिसकालकुलिया हुआ, मैथमेटिकल प्रॉब्लम आसने डिसकालकुलिया कैलकुलेशन प्रॉब्लम रोची, दैट इज होची डिसकालकुलिया। देन डिस्फासिया मींस होची मोटर एक्टिविटी या मोटर कोऑर्डिनेशन प्रॉब्लम रोची, दैट इज होची डिसफासिया। देन क्वेश्चन नंबर 19 कोन होची, आर्टिकल 21 एंड राइट of children to free and compulsory education RT Act came into effect in the year। तो जो RT Act टा केउ वर्ष आस्तिला, प्रथम कथा होची RT Act होची 2009 रे हितला, आ इफेक्ट भाबे होची केम आस्तिला केबे होची तुमरो 2010 रे आस्तिला, होची 2010 रे होची आस्तिला एप्रिल रे। Then question number 20 आज लास्ट क्वेश्चन, which of the following method is also known as discussion method। तो को मेथड टा हमें डिस्कशन मेथड कहबा, ऑप्शन होची सिंपल मेथड, ऑप्शन बी साइंटिफिक मेथड, ऑप्शन सी होची सॉक्रेटिक मेथड। when it is beyond the capacity of teacher to understand, एटा किछि एप्रोप्रिएट आंसर नहीं। तो कोउटा हबो डिस्कशन मेथड अदर देन नोन एज सॉक्रेटिक मेथड, इट इज आल्सो नोन एज इंक्वायरी मेथड। आ गुटे को या कहबा इंक्वायरी मेथड, जोटे गुटे प्रॉब्लम टाକୁ ଇନକ୍ୱାରି କରାଉଛି ବାଇ ଦି ହେଲ୍ପ ଅଫ କ୍ୱେଶ୍ଚନ ଆନ୍ସର ମାଧ୍ୟମରେ, ହଉଛି ପିଲା ପିଲା ଭିତରେ କ୍ୱେଶ୍ଚନ ଆନ୍ସର ଚାଲିଛି, କ୍ୱେଶ୍ଚନ ଆନ୍ସର ଦ୍ୱାରା କଣ ହଉଛି ଇନକ୍ୱାରି କରୁଛେ, ତ ତାକୁ ମଧ୍ୟ ଆମେ ଡିସ୍କସନ ମେଥଡ କହିପାରିବା, ସକ୍ରାଟିକ ମେଥଡ କହିପାରିବା, ଇନକ୍ୱାରି ମେଥଡ କହିପାରିବା। ତ ଏଇଟା ଥିଲା 20 ଟା କ୍ୱେଶ୍ଚନ। ତ ଯଦି ପିଲାମାନେ ଭିଡିଓଟି ଭଲ ଲାଗିଛି, ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବ। ଆଉ
ଯଦି କିଛି ଡାଉଟ୍ ଅଛି କମେଣ୍ଟ ସେକ୍ସନରେ ମତେ ଜଣେଇବ। ତା ସହିତ ଯୋଉମାନେ ଅଛନ୍ତି ପ୍ରିପାରେସନ କରୁଛ, ଭିଡିଓ ଦେଖୁଛ, ସବସ୍କ୍ରାଇବ କର। ବହୁତ ଭଲ ଭଲ କଣ୍ଟେଣ୍ଟ ରିଲେଟେଡ ଆସିବ, ଯୋଉଟା ତୁମର ଆଗକୁ ଯୋଉ ଏକ୍ଜାମ ଅଛି ତା ପାଇଁ ମଧ୍ୟ ହେଲ୍ପଫୁଲ କରିବ। ଥ୍ୟାଙ୍କ ୟୁ ସୋ ମଚ୍।